ବର୍ତ୍ତମାନ ସମୟରେ ସବୁ ବାପା ମାଆଙ୍କର ସେ ଗୋଟିଏ କମ୍ପ୍ଲେନ୍ ରହୁଛି, ମୋ ପିଲା ପାଠ ପଢ଼ୁନାହିଁ, ମୋ ପିଲା ପାଠରେ ମନ ଦେଉନାହିଁ, ଦୁଷ୍ଟ ହେଉଛି, ସାଙ୍ଗସାଥି ମେଳରେ ଖେଳିବା ପାଇଁ ପଳାଉଛି, ବୁଲିବା ପାଇଁ ପଳାଉଛି, ଆଡ଼େ ସାଡ଼େ ପଳାଉଛି, ପାଠରେ ତା'ର ବିଲକୁଲ ମନ ରହୁନି। ଆମେ ବହୁତ ପଇସା ଖର୍ଚ୍ଚ କରୁଛୁ କିନ୍ତୁ ଆମ ପିଲା ମାର୍କ ବହୁତ ତା'ର କମିଯାଉଛି। ବାପା ମାଆ ମାନେ ଆଜିକାଲି ସମସ୍ତଙ୍କ ପାଖରେ ଏଇ ଗୋଟିଏ କମ୍ପ୍ଲେନ୍। ପ୍ରାୟ ପିଲାମାନେ ଦୁଷ୍ଟାମି କରୁଛନ୍ତି, ବାଳୁଙ୍ଗାମି ହେଉଛନ୍ତି, ପାଠରେ ମନ ରହୁନି। ସବୁ ବାପା ମାଆ ମାନଙ୍କୁ ମୁଁ ଆଜି ଏଇ ଭିଡ଼ିଓ ମାଧ୍ୟମରେ କହିବା ପାଇଁ ଚାହିଁବି, ଗୋଟେ ଛୋଟ ଉପାୟ, ଗୋଟେ ମହା ଉପାୟ ଆପଣମାନେ କରନ୍ତୁ। ସାମାନ୍ୟ ଏ ଜିନିଷଟି ଆପଣଙ୍କର ରୋଷେଇ ଘରେ ଅଛି, ଆପଣମାନେ ଯଦି ଏଇ ଜିନିଷର ଉପଯୋଗ କରିବେ ବା ଏଇ ଯନ୍ତ୍ରଟି କରିବେ, ନିଶ୍ଚିତ ଆପଣମାନଙ୍କ ପିଲାର ଭବିଷ୍ୟତ ଉଜ୍ଜଳ ହେବ। ଆପଣମାନଙ୍କ ପିଲାର ନିଶ୍ଚିତ ପାଠପଢ଼ାରେ ଉନ୍ନତି ଦେଖାଦେବ, ପାଠପଢ଼ାରେ ପରିବର୍ତ୍ତନ ଆସିବ। ଆପଣମାନଙ୍କ ପିଲା ଯେଉଁ ମାର୍କ କମିଯାଉଛି ସେଥିପାଇଁ ମାର୍କ ନିଶ୍ଚିତ ବଢ଼ିବ। ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଯଦି ଆପଣମାନଙ୍କୁ ଆମ ଭିଡ଼ିଓ ଭଲ ଲାଗୁଛି ନିଶ୍ଚିତ ଆପଣମାନେ ଆପଣଙ୍କର ସୁନ୍ଦର ମତାମତ ଆମ ଭିଡ଼ିଓ ମାଧ୍ୟମରେ ଦିଅନ୍ତୁ। ନମସ୍କାର ବନ୍ଧୁଗଣ, ଆଜି ଆମେ এই ଭିଡ଼ିଓରେ ଜାଣିବା ହଳଦୀ ଦ୍ୱାରା, ସାମାନ୍ୟ ହଳଦୀ ଦ୍ୱାରା ଆପଣମାନଙ୍କ ପିଲାର ପାଠପଢ଼ାରେ ଉନ୍ନତି ଆଣିବା କେମିତି। ଆଜିକା ସମୟରେ ସବୁ ଜାଗାରେ ସେଇ ଗୋଟିଏ ଅଭିଯୋଗ ବାପା ମାଆମାନଙ୍କର ଥାଏ, ମୋ ପୁଅ କି ଝିଅ ପାଠ ପଢ଼ୁନାହିଁ, ସବୁବେଳେ ଦୁଷ୍ଟାମି କରୁଛି, ପାଠରେ ଜମା ବିଲକୁଲ ମନ ଦେଉନାହିଁ, ସବୁବେଳେ ମୋବାଇଲରେ ଟାଇମ୍ ପାସ୍ କରୁଛି, ସବୁବେଳେ ମୋବାଇଲରେ ଲାଗି ରହୁଛି, ମୋବାଇଲରେ ଗେମ୍ ଖେଳୁଛି, ସାଙ୍ଗସାଥି ମେଳରେ ଆଡ଼େ ସାଡ଼େ ପଳାଉଛି, ପଇସା ନେଇ ବର୍ବାଦ କରୁଛି କିନ୍ତୁ ବିଲକୁଲ ତା'ର ପାଠରେ ମନ ରହୁନାହିଁ। ବାପା ମାଆ ମାନେ, ଗାର୍ଡ଼ିଆନ ମାନେ ଜାଣି ରଖିବା ଦରକାର, ଦେବଗୁରୁ ହେଉଛନ୍ତି ବୃହସ୍ପତି। ବୃହସ୍ପତି ଯଦି ଶାନ୍ତ ରହିବେ ତାହେଲେ ପିଲାର ନିଶ୍ଚିତ ପାଠପଢ଼ାରେ ମନ ଲାଗିବ, ପିଲା ବହୁତ ଆଗରେ ବହୁତ କୃତକାର୍ଯ୍ୟ ହେବ, ଆପଣଙ୍କ ନାଁ ରଖିବ। ଆଉ ଯଦି ପିଲାର ରାଶିରେ ଯଦି ସମସ୍ୟା ରହୁଛି, ପିଲାର ଯଦି ମକର ରାଶି ହେଇଥାଏ କି ମକର ସ୍ଥାନରେ ଯଦି ଶୁକ୍ର ଯଦି ରହୁଥାନ୍ତି ତାହେଲେ ପିଲାର ବିଲକୁଲ ପାଠପଢ଼ାରେ ମନ ଲାଗିବ ନାହିଁ, ପିଲା ଦୁଷ୍ଟାମି କରିବ, ପିଲା ବାଇଚାଗୁଳିଆ ହେବ, ପିଲାର ବିଲକୁଲ ବି ମନରେ ପାଠର କିଛି ବି ଚିନ୍ତା ରହିବ ନାହିଁ। ଏସବୁ ପିଲାର ଦୋଷ ନୁହେଁ, ବାପା ମାଆ ମାନେ ଜାଣି ରଖିବା ଦରକାର। ବାପା ମାଆ ମାନେ କ'ଣ କରନ୍ତି, ପିଲାମାନଙ୍କୁ ସବୁବେଳେ ପିଲାମାନେ ରାଗ କଲେ କି ରୁଷିଲେ ବାପା ମାଆ ମାନେ ମୋବାଇଲ ଦେଇକି ପିଲାକୁ ବୁଝେଇ ଦିଅନ୍ତି। ପିଲା ମୋବାଇଲ ମାଗିଲେ ବାପା ମାଆ ମାନେ ପିଲାକୁ ମୋବାଇଲ ଦେଇ ଦିଅନ୍ତି। ସେଥିପାଇଁ ପିଲାମାନେ ପିଲାବେଳୁ ମୋବାଇଲ ସହିତ ଜଡ଼ିତ ହୋଇଯାଇଥାନ୍ତି ଏବଂ ଆକ୍ୱାଣ୍ଟେଡ଼ ଥାନ୍ତି। ସେଥିପାଇଁ ସେମାନେ ମୋବାଇଲ ଅଭ୍ୟାସରେ ପଡ଼ିଯାଇଥାନ୍ତି। ପାଠ ପଢ଼ିବା ବୟସ ଯେତେବେଳେ ଆସେ ସେତେବେଳେ ସେମାନେ ମୋବାଇଲକୁ ଛାଡ଼ି ପାରନ୍ତି ନାହିଁ, ନା ମୋବାଇଲକୁ ଦୂରେଇ ଦେଇ ପାରନ୍ତି ନାହିଁ। ମୋବାଇଲରେ ଗେମ୍ ଖେଳନ୍ତି, ଚାଟିଂ କରନ୍ତି, ଗେମ୍ ଖେଳନ୍ତି, କିଛି ବି କରନ୍ତି। ସେଥିପାଇଁ ବାପା ମାଆ ମାନଙ୍କୁ ମୁଁ ବିଶେଷ ଅନୁରୋଧ କରିବି, ଆପଣମାନେ କେହି ବି ପିଲାମାନଙ୍କୁ ମୋବାଇଲ ଦିଅନ୍ତୁ ନାହିଁ। ପିଲାମାନଙ୍କର ଦୋଷ ଏସବୁ ନୁହେଁ, ଏସବୁ ବାପା ମାଆ ମାନଙ୍କର ଦୋଷ। ପିଲା ଯଦି କାନ୍ଦିଲା ଆପଣମାନେ ତାକୁ ଛୋଟବେଳେ ମୋବାଇଲ ଧରାଇ ଦେଲେ, ସେଇ ପିଲା ଛୋଟବେଳେ ମୋବାଇଲ ସହିତ ଏତେ ଅଭ୍ୟସ୍ତ ହୋଇଗଲା, 4 ବର୍ଷ 5 ବର୍ଷ ହେଲେ, ପାଠପଢ଼ା ବୟସ ହେଲେ ତା'ର ମୋବାଇଲରେ ବେଶୀ ମନ ରହିଲା, ପାଠରେ କମ୍। ସେସବୁ ଦୋଷ ବାପା ମାଆ ମାନଙ୍କର। ଭିଡ଼ିଓ ମାଧ୍ୟମରେ ସବୁ ବାପା ମାଆ ମାନଙ୍କୁ ଅନୁରୋଧ କରିବି, ଆପଣମାନେ ପିଲାଙ୍କୁ ବହୁତ କମ୍ ମୋବାଇଲ ଦିଅନ୍ତୁ, ମୋବାଇଲ ଠାରୁ ଦୂରେଇ ରଖିବା ପାଇଁ ଚେଷ୍ଟା କରନ୍ତୁ। ତେବେ ଆସନ୍ତୁ ଭିଡ଼ିଓରେ ଆଗକୁ ବଢ଼ିବା। ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ। ଯଦି ପିଲାମାନେ ପାଠ ପଢ଼ିବା ସମୟରେ ପାଠ ନ ପଢ଼ିବେ ତାହେଲେ ଦୁନିଆରେ ଆଖି ଥାଉ ଥାଉ ଅନ୍ଧ ହୋଇଯିବେ। ଯେଉଁମାନେ ଅଜ୍ଞାନୀ ବା ପାଠ ପଢ଼ନ୍ତି ନାହିଁ, ମୂର୍ଖ, ସେମାନେ ଦୁନିଆରେ କୌଣସି ଜାଗାରେ ସମ୍ମାନ ପାଆନ୍ତି ନାହିଁ, ସେମାନଙ୍କୁ କେହି ବି ମଧ୍ୟ ସମ୍ମାନ ଦିଅନ୍ତି ନାହିଁ। ତେଣୁ ସମସ୍ତ ପିଲାମାନେ ପାଠ ପଢ଼ିବା ନିହାତି ଦରକାର। ବିଦ୍ୱାନ ବ୍ୟକ୍ତି ବା ଜ୍ଞାନୀ ବ୍ୟକ୍ତି ବା ପାଠୁଆ ବ୍ୟକ୍ତି ସବୁଠି ପୂଜା ପାଇଥାଏ। ଦୁନିଆରେ ସବୁ ଜିନିଷ ଚୋରି ହୋଇଯାଇଥାଏ, କେବଳ ଗୋଟିଏ ଜିନିଷ ବିଦ୍ୟା। ବିଦ୍ୟା କେବେ ବି ଚୋର ଚୋରି କରି ନେଇ ପାରିନଥାଏ। ବିଦ୍ୟା ଅଟଇ ମହାଧନ। ବିଦ୍ୟା ଠାରୁ ଆଉ ଦୁନିଆରେ କିଛି ବଡ଼ ଜିନିଷ ନାହିଁ। ତେଣୁ ସବୁ ପିଲାମାନଙ୍କୁ, ବାପା ମାଆ ମାନଙ୍କୁ ଅନୁରୋଧ କରିବି, ପିଲାମାନଙ୍କ ପ୍ରତି ଯଥେଷ୍ଟ ଦୃଷ୍ଟି ଦିଅନ୍ତୁ ଆଉ ପିଲାମାନଙ୍କୁ ଟିକେ କେୟାର ରଖନ୍ତୁ। ପିଲାକୁ ମୋବାଇଲ ଅଭ୍ୟାସ କରିଦେଇଥାନ୍ତି, ତେଣୁ ପିଲାକୁ ମୋବାଇଲ ଦିଅନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା, ଯଦି ପିଲାକୁ ମୋବାଇଲ ଠାରୁ ଦୂରେଇ ରଖିବେ ତାହେଲେ ପିଲା ନିଶ୍ଚିତ ପାଠପଢ଼ାରେ କୃତକାର୍ଯ୍ୟ କରିବ। ପିଲାର ପାଠପଢ଼ାରେ ମନ ନ ଲାଗିଲେ ଏହା ଶୁକ୍ର ଗ୍ରହଙ୍କର ଗ୍ରହ ଦଶା।
ପିଲାର ପାଠପଢ଼ାରେ ବ୍ୟତିକ୍ରମ ହେବା, ଖେଳିବା ବୁଲିବା, ଅନ୍ୟ କଥାରେ ମନ ରହିଥାଏ। ଏହା ଶୁକ୍ରଙ୍କର କାର୍ଯ୍ୟ ହୋଇଥାଏ। ଶୁକ୍ର ଯଦି ମକର ଗ୍ରହରେ ଥାନ୍ତି, ପିଲାମାନେ ବିଚଳିତ ହୋଇଥାନ୍ତି। ପିଲା ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିଥାନ୍ତି, ଅମାନିଆ ହୋଇଥାନ୍ତି, ଜିଦଖୋର ମଧ୍ୟ ହୋଇଥାନ୍ତି। ପିଲା ଯଦି ପାଠ ପଢ଼ୁଥାଏ, ଏହା ଦେବଗୁରୁ ବୃହସ୍ପତିଙ୍କ ଦ୍ୱାରା ସମ୍ଭବ ହୋଇଥାଏ। ଦେବଗୁରୁ ବୃହସ୍ପତି ପିଲାର ରାଶି ଚକ୍ରରେ ରହିଲେ ପିଲା ବହୁତ ଉନ୍ନତିର ବହୁତ ଉତ୍ତରୋତ୍ତର ଉନ୍ନତି କରିଥାଏ। ବାପା ମାଆଙ୍କର ନାଁକୁ ଆଗକୁ ନେଇଥାଏ। ଆଉ ପିଲା ବହୁତ ଆଗକୁ ମଧ୍ୟ ବଢ଼ିଥାଏ, ବଡ଼ ବଡ଼ ପଦପଦବୀରେ ଅବସ୍ଥାପିତ ହୋଇଥାଏ। ତେଣୁ ଯଦି ଶୁକ୍ର ଯଦି ଆସିଗଲେ ପିଲାର ରାଶିରେ, ତେଣୁ ପିଲା ଦୁର୍ବଳ ହୋଇଥାଏ, ପାଠପଢ଼ାରେ ତା'ର ମନ ରହିନଥାଏ, ବିଚଳିତ ହୋଇଥାଏ। ତେଣୁ ଆପଣମାନେ ଯଦି ସବୁ ବାପା ମାଆ ମାନଙ୍କୁ ଅନୁରୋଧ କରିବି, ଯଦି ଆପଣମାନେ ଏଇ ଛୋଟ ପ୍ରତିକାରଟିଏ କରନ୍ତି, ମୁଁ ସବୁ ବାପା ମାଆ ମାନଙ୍କୁ ଅନୁରୋଧ କରିବି ଏଇ ଛୋଟ ପ୍ରତିକାରଟିଏ କରି ଦେଖନ୍ତୁ। ନିଶ୍ଚିତ ପିଲାର ପାଠପଢ଼ାରେ ପରିବର୍ତ୍ତନ ହେବ। ପିଲା ପାଠ ପଢ଼ିବ, ଆଗ ଭଳିଆ ପାଠ ପଢ଼ିବ, କୌଣସି ତା'ର ପାଠପଢ଼ାରେ ଦୁର୍ବଳ ହେବ ନାହିଁ। ତେବେ ଆସନ୍ତୁ ଜାଣିବା ପ୍ରତିକାର କ'ଣ। ସାମାନ୍ୟ ହଳଦୀ, ଖଣ୍ଡ ହଳଦୀ ମଧ୍ୟ ଗୋଟା ହଳଦୀ ଯେଉଁ ମାର୍କେଟରେ ମିଳୁଛି, ଆପଣ ତାକୁ ଆଣି ପ୍ରଥମେ ଗଙ୍ଗା ଜଳରେ ଧୋଇଦେବେ ପବିତ୍ର କରି। ତାପରେ ତାକୁ ବାଟିକି ଆପଣମାନେ ପିଲାର ବିଶି ଆଙ୍ଗୁଳି ଏବଂ ବୁଢ଼ା ଆଙ୍ଗୁଳିରେ ଟିକେ ଟିକେ ପାଠ ପଢ଼ିବା ପୂର୍ବରୁ ଲଗେଇ ଦେବେ। ଦେଖିବେ ପିଲାର ପାଠପଢ଼ାରେ ନିଶ୍ଚିତ ପରିବର୍ତ୍ତନ ହେବ। ପିଲା ପ୍ରତ୍ୟେକ ଦିନ ପାଠ ପଢ଼ିବା ପୂର୍ବରୁ ଆପଣମାନେ ଏହିଭଳି କାର୍ଯ୍ୟ କରନ୍ତୁ। ତା'ର ବିଶି ଆଙ୍ଗୁଳିରେ ସାମାନ୍ୟ ଟିକେ ହଳଦୀ ଆଉ ବୁଢ଼ା ଆଙ୍ଗୁଠିରେ ଟିକେ ଲଗେଇ ଦିଅନ୍ତୁ। ଦେଖିବେ ନିଶ୍ଚିତ ପିଲାର ଧୀରେ ଧୀରେ ପିଲାର ପାଠପଢ଼ାରେ ମନ ରହିବ, ପିଲା ସ୍ଥିର ରହିବ, ଆଗ ପରୀକ୍ଷା ବିଚଳିତ ହେବ ନାହିଁ, ପିଲା ବହୁତ ଆକ୍ଟିଭ ରହିବ ପାଠରେ। ଆପଣମାନେ ଏହି ମହା ଉପାୟଟି କରନ୍ତୁ। ଇଏ ଆପଣଙ୍କର ପ୍ରତ୍ୟେକ ବ୍ୟକ୍ତିଙ୍କର ରୋଷେଇ ଘରେ ଏହି ହଳଦୀଟି ଅଛି। ଆପଣମାନେ ଯଦି ଗୋଟା ହଳଦୀରେ କରନ୍ତି, ଏହା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ। ପ୍ରଥମେ ହଳଦୀକି ଆଣି ଆପଣମାନେ ତାକୁ ପବିତ୍ର ଗଙ୍ଗା ଜଳରେ ଆଗ ଧୋଇ ଦିଅନ୍ତୁ। ତାପରେ ଟିକେ ତାକୁ ବାଟିକି ପ୍ରତ୍ୟେକ ଦିନ ପିଲାର 2 ଆଙ୍ଗୁଳିରେ ଲଗେଇ ଦିଅନ୍ତୁ। ଆପଣମାନଙ୍କୁ ମୁଁ ଭିଡ଼ିଓରେ ପୂର୍ବରୁ କହିଲି। ଦେଖିବେ ନିଶ୍ଚିତ ପିଲା ଧୀରେ ଧୀରେ ପାଠପଢ଼ାରେ ପିଲାର ଉନ୍ନତି ଦେଖାଦେବ। ସବୁଦିନ ଏହିପରି କରନ୍ତୁ। ଶୁକ୍ରଙ୍କର ନକାରାତ୍ମକ ଶକ୍ତି ଧୀରେ ଧୀରେ ହ୍ରାସ ପାଇବ ଓ ପିଲାର ଭବିଷ୍ୟତ ଉଜ୍ଜଳ ହେବ। ପିଲାର ପାଠପଢ଼ାରେ ମନ ରହିବ ଏବଂ ଦେବଗୁରୁ ବୃହସ୍ପତି ଧୀରେ ଧୀରେ ଏ ପିଲାକୁ ପାଠ କ୍ଷେତ୍ରରେ ଆଗକୁ ଅଗ୍ରସର କରିନେବେ। କାରଣ ଯେତେବେଳେ ସକାରାତ୍ମକ ଶକ୍ତି ପାଖରେ ନକାରାତ୍ମକ ଶକ୍ତି ଆସି ପହଞ୍ଚେ, ସେତେବେଳେ ପିଲା ଉପରେ ତା'ର ପ୍ରଭାବ ପଡ଼ିଥାଏ। ଏସବୁ ଜାତକ ଗଣନାରୁ ଜଣାପଡ଼େ। ଏସବୁ କର କୋଷ୍ଠୀ କପାଳ ହିସାବରେ ଆମେ ଗଣନା କରୁ। ସେଥିପାଇଁ ସବୁ ବାପା ମାଆ ମାନଙ୍କୁ ଅନୁରୋଧ କରିବି, ଆପଣମାନେ ଏଇ ଗୋଟିଏ ଛୋଟ ଉପାୟ କରନ୍ତୁ। ଦେଖିବେ ନିଶ୍ଚିତ ଆପଣମାନଙ୍କ ପିଲା ଉତ୍ତରୋତ୍ତର ଉନ୍ନତି କରିବ ଏବଂ ଆଗକୁ ମଧ୍ୟ ଯିବ। ବନ୍ଧୁଗଣ, ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଆମର ଭଲ ଲାଗୁଥାଏ, ତାହେଲେ ଆପଣମାନେ ଆମ ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ, ତାହେଲେ ଜୟ ଗଣନାଥ ବା ଗଣେଶ କମେଣ୍ଟ କରନ୍ତୁ, ବିଘ୍ନେଶ କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ, ଜୟ ପ୍ରଭୁ ଗଜାନନ।